ଆଉ ଥରେ କହିବା ମାରାନାଥା। ମାରାନାଥା। ଆଉ ମାରାନାଥାର ଅର୍ଥ ହଉଛି ହେ ପ୍ରଭୁ ଆସନ୍ତୁ, ଆମେ ପ୍ରସ୍ତୁତ ଅଛୁ, ଆମେ ପ୍ରସ୍ତୁତ ଅଛୁ ଅଛୁ, ହେଇଗଲୁ, ଆଉ ପ୍ରସ୍ତୁତ ହେବାର ବାକି ନାହିଁ। ଆସ, ଆସିଲେ ଆମେ ତୁମ ସହିତ ସ୍ୱର୍ଗକୁ ଯାଇପାରିବୁ। ଆଉ ସେଇଟା ହଉଛି ତାର ଅର୍ଥ। ହେଲେ ଯୋଉମାନେ ପୁରା ପ୍ରସ୍ତୁତ ହୋଇନାହାନ୍ତି, ହୋଇପାରି ନାହାନ୍ତି, ମାରାନାଥା କହିବାଟା ଟିକେ କଷ୍ଟ। କାହିଁକିନା ଯଦି ମାରାନାଥା କହିଦେବେ, ଯଦି ସେ ଆସିଯିବେ, ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ। ତେଣୁକରି ଆମେ ଯେତେବେଳେ ମାରାନାଥା କହୁଛୁ, ମାନେ ସେତେବେଳେ ଆମେ ନିଜକୁ କେମିତି ପ୍ରସ୍ତୁତି କରି ଦେଇଥିବା, କରି ସାରିଥିବା, ସେଇଟାକୁ ଆମେ ଚିନ୍ତା କରିବା ବହୁତ ଦରକାର। ହାଲେଲୁୟା, ମାରାନାଥା। ଆଜି ମୁଁ ଆପଣମାନଙ୍କୁ এই ବର୍ଷା ସମୟରେ ଆପଣମାନଙ୍କୁ କେତେକ ଭାଇମାନଙ୍କୁ ବି ଭଉଣୀମାନଙ୍କୁ ବି ତଳେ ଥିବା ଭାଇ ଭଉଣୀମାନଙ୍କୁ ବି ପରାମର୍ଶ ଦଉଛି, ଯୋଉଠି ପାଣି ଗଳୁଥିବ ଟିକେ ଘୋଞ୍ଚି ଯାଇଥିବେ, ଯେମିତି ପାଣିଟା ଅନ୍ୟ ଜାଗାରେ ପଡିବ, ଆପଣମାନଙ୍କ ଉପରେ ନ ପଡିବ ବା ପଡିବ ନାହିଁ, ସେଥିପାଇଁ ଟିକେ ସାବଧାନ ହେବେ। ଆଉ ମୁଁ ଆଜି ମାନେ ଯୀଶୁ କିଏ ଆଉ ସେଇ ବିଷୟରେ ଆପଣମାନଙ୍କୁ ଟିକେ ଟିକେ କହିବି। ଆଉ ସେ ତାଙ୍କ ଦ୍ୱାରା ଆମେ କଣ ସବୁ ଲାଭ ଉଠାଇ ପାରିବା, ସେଇ କେତେକ ଅଳ୍ପ କେତେକ କଥା କହିବି। ଯୀଶୁ କିଏ ଆଉ ତାଙ୍କ ଦ୍ୱାରା ଆମକୁ କଣ ସବୁ ଆଶୀର୍ବାଦ ମିଳିବ, ସେ ବିଷୟରେ ଆପଣମାନଙ୍କୁ ସର୍ବପ୍ରଥମେ କହିବି। ଆପଣମାନଙ୍କ ମଧ୍ୟରୁ ମାନେ ସମସ୍ତେ ଆମର ନୂତନ ନିୟମର ପ୍ରଥମ ପୁସ୍ତକ କୋଉଟା? ମାଥ୍ୟୁ। ଶେଷ ପୁସ୍ତକ କୋଉଟା? ପ୍ରକାଶିତ ବାକ୍ୟ। ତେବେ ଆମର ଏଇ ଚାରିଟା ସୁସମାଚାର ରହିଛି। ଆଉ ଚାରିଟା ସୁସମାଚାର ମାନେ ସେଇଟା କଣ କଣ ସବୁ? ପ୍ରଥମେ ମାଥ୍ୟୁ, ତାପରେ ଆଉ ଗୋଟେ କହିଦେବା, ପାଞ୍ଚଟା ପୁସ୍ତକ। ତାପରେ କଣ ଅଛି? ପ୍ରେରିତ ମାନଙ୍କର କଥା। ତେଣୁ ଯଦି ସମ୍ଭବ ହେବ, ମତେ ତ ବେଶୀ ସମୟ ମିଳିବ ନାହିଁ କି ଏବେ ମତେ ବହୁତ ଲେଟ୍ ହେଇଗଲାଣି, ତେଣୁ ହେଇପାରେ ମାନେ ମାଥ୍ୟୁ 1:1, ହେଇପାରେ ମାର୍କ 1:1, ଆଉ ମାନେ ଲୁକ 1:3, ଆଉ ହେଇପାରେ ଜହନ 1:1, ଆଉ ଏମିତି କେତେକ ମାନେ 1:1 କଥା କହିକି ମୁଁ ଆପଣମାନଙ୍କୁ କିଛିଟା ବୁଝେଇବାକୁ ଚେଷ୍ଟା କରିବି। ଆପଣମାନଙ୍କ ମଧ୍ୟ ସର୍ବପ୍ରଥମେ ପ୍ରଥମ ସୁସମାଚାର କୋଉଟା? ମାଥ୍ୟୁ, ତାର 1:1 ଟିକେ ପଢାନ୍ତୁ। ଅବ୍ରାହମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ। ଧନ୍ୟବାଦ। ମାନେ এই ମାଥ୍ୟୁ ପୁସ୍ତକର ମାନେ ନାମ ହେଲା, ପ୍ରଥମ ମାନେ ବାକ୍ୟରେ ଲେଖା ଯାଇଛି, ଏଇଟା ହଉଛି ଓଡିଆରେ ଲେଖା ହଉଛି ଯୀଶୁଙ୍କର ବଂଶାବଳୀ। କିଭଳି? ମାଥ୍ୟୁ ଲିଖିତ ସୁସମାଚାର ହେଡିଂ ବା ମୁଖ୍ୟ ମାନେ ବିଷୟ ହେଲା এই ପୁସ୍ତକଟା ଯୀଶୁଙ୍କର ବଂଶାବଳୀ। ଇଂରାଜୀରେ ଲେଖା ହଉଛି ଦ ବୁକ୍ ଅଫ୍ ଦ ଜେନେରେସନ ଅଫ୍ ଜିସସ୍ କ୍ରାଇଷ୍ଟ। ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀର ପୁସ୍ତକ ବୋଲି ମଧ୍ୟ ଇଂରାଜୀରେ ଲେଖା ଯାଇଛି। ତେବେ ଯୀଶୁଙ୍କର ବଂଶ କଣ, ସେ କି ବଂଶରେ ଆସିଥିଲେ, ଆଉ ଆମେ କୋଉ ବଂଶରେ ଅଛୁ, ଏସବୁ କଥା ମଧ୍ୟ ଆମେ ଟିକେ ଚିନ୍ତା କରିବା। ପ୍ରେଜ୍ ଦ ଲର୍ଡ, ମାରାନାଥା, ହାଲେଲୁୟା। ଏବେ ଆପଣ ମାନେ ଦେଖିଲେ ପ୍ରଥମେ ଲେଖା ହେଇଛି, ମାନେ ଆଉ ଥରେ ପଢିବା ସେଇଟାକୁ, ମାନେ ଅବ୍ରାହମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ। ଧନ୍ୟବାଦ। ମାନେ ଦେଖନ୍ତୁ, ମୁଁ ଏବେ ଆପଣମାନଙ୍କୁ କହିବି, ମାନେ ଆପଣମାନଙ୍କୁ ଟିକେ ଟିକେ ଆଶ୍ଚର୍ଯ୍ୟ ପରି ଲାଗୁଥିବ। ମାନେ ଯୀଶୁଙ୍କର ମାନେ ବାପା ହଉଛନ୍ତି ଅବ୍ରାହମ। କାହାର ହେଇପାରେ ଆପଣ ମାନେ କେବେ ବୋଧେ ଶୁଣିଥିଲେ କି ନ ଶୁଣିଥିଲେ କହିପାରିବି ନାହିଁ। ମାନେ ଯୀଶୁ ହଉଛନ୍ତି ଅବ୍ରାହମଙ୍କର ସନ୍ତାନ। କାହାର ସନ୍ତାନ? ସନ୍ତାନଙ୍କର ବାପା କିଏ? ଅବ୍ରାହମ। ତେବେ ହେଇପାରେ ଆପଣ ମାନେ କେବେ ଶୁଣିଥିଲେ କି ନାହିଁ, କହୁଥିଲେ କି ନାହିଁ, ଜାଣିଥିଲେ କି ନାହିଁ, ମୁଁ କହିପାରୁନି। ଯୀଶୁଙ୍କର ବାପାଙ୍କର ନାଁ ହଉଛି କଣ? ଅବ୍ରାହମ। এইটা ଗୋଟିଏ ମାନେ କଥା। ଦ୍ୱିତୀୟ କଥା କହିବାକୁ ଚାହିଁବି, ସେଠି ଆଉ ଜଣଙ୍କ ନାଁ ଲେଖା ହେଇଛି, ଦାଉଦଙ୍କ ସନ୍ତାନ।
କାହାର ସନ୍ତାନ? ଦାଉଦଙ୍କ ସନ୍ତାନ। ଅର୍ଥାତ୍ ଯୀଶୁଙ୍କର ବାପା ହଉଛନ୍ତି ଦାଉଦ। କିଏ? ଦାଉଦ। ଦାଉଦ ଯୀଶୁଙ୍କର କିଏ? ଆଉ ଦାଉଦଙ୍କର ସନ୍ତାନ କିଏ? ଯୀଶୁ। ତେବେ ଆମେ ଦେଖୁଛୁ ଯୀଶୁଙ୍କର ଦୁଇଟା ବାପାଙ୍କ ନାମ ଲେଖା ହେଇଛି। କେତେଟା ବାପା? ଦୁଇଟା ବାପାଙ୍କର। ପ୍ରଥମ ବାପା ଅବ୍ରାହମ, ଦ୍ୱିତୀୟ ବାପା ଦାଉଦ। ଦେଖନ୍ତୁ ମାନେ କେମିତି କଥା ସବୁ ଲେଖା ହେଇଛି। ତେଣୁକରି ମୁଁ ଏବେ ଆପଣମାନଙ୍କୁ କହିବାକୁ ଚାହୁଁଛି ମୁଁ କାହିଁକି ମାନେ ଏଇ ପ୍ରସଙ୍ଗ ବା ଏଇ ପୁସ୍ତକଟା ବା ଏଇ ପ୍ରଥମ ବାକ୍ୟଟା କାହିଁକି ପଢିଲି, ମୁଁ ସେ କଥା ମଧ୍ୟ ସଂକ୍ଷେପରେ ଫଟାଫଟ ଆପଣମାନଙ୍କୁ ମୁଁ କହିବାକୁ ଚାହିଁବି। ଆପଣମାନଙ୍କ ମଧ୍ୟରୁ ଜଣେ କେହି ପଢନ୍ତୁ ଆଦି ପୁସ୍ତକ 12 ଅଧ୍ୟାୟ ତାର 3 ପଦ ଟିକେ ପଢନ୍ତୁ। ଏଇଟିକେ ପଢିବେ କି? ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା, ପୁଣି ଯେ କେହି ତୁମକୁ ଅଭିଶାପ ଦିଏ ଆମ୍ଭେ ତାହାକୁ ଅଭିଶାପ ଦେବା। ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ, ତୁମ୍ଭଠାରୁ ପୃଥିବୀର ସବୁ ବଂଶ, ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ଧନ୍ୟବାଦ। ତୁମ୍ଭ ଠାରୁ ବା ତୁମ୍ଭ ବଂଶରୁ ପୃଥିବୀର ସବୁ ବଂଶ, ସବୁ ଅଂଶ, ସବୁ ମଣିଷ କଣ ପ୍ରାପ୍ତ ହେବେ? କଣ ପ୍ରାପ୍ତ ହେବେ? ତେବେ ମାନେ ତୁମ୍ଭ ଠାରୁ ବୋଲି କାହିଁକି ଲେଖାଗଲା, ମୁଁ ସେଇଟା ଟିକେ 22 ଅଧ୍ୟାୟ ସେଇ ଆଦି ପୁସ୍ତକ 22 ଅଧ୍ୟାୟ 18 ପଦ ଟିକେ ପଢନ୍ତୁ। ପୁଣି ପୃଥିବୀସ୍ଥ ସମସ୍ତ ଜାତି, କେତେଟା ଜାତି? ସମସ୍ତ ଜାତି। ସେଠି ଦେଖିଲୁ ସମସ୍ତ ବଂଶ, ଏଠି ଦେଖିଲୁ ସମସ୍ତ ଜାତି। ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ଦେଖନ୍ତୁ ଅବ୍ରାହମକୁ କୁହାଯାଉଛି ତୁମ୍ଭର ବଂଶ। ଅବ୍ରାହମକୁ କୁହାଗଲା ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଜାତି କଣ ପ୍ରାପ୍ତ ହେବେ? ଆଶୀର୍ବାଦ। ମାରନାଥା, ହାଲେଲୁୟା, ବୋଲ ଯୀଶୁ ମସିହ କି। ତେବେ ଆପଣମାନଙ୍କୁ ମୁଁ ଜଣେଇବାକୁ ଚାହିଁବି ମାନେ ତୁମ୍ଭ ବଂଶ ଠାରୁ ବା ତୁମ୍ଭ ବଂଶ ଦ୍ୱାରା। ତେବେ ଏବେ ଆମେ ଦେଖିଲୁ ଯୀଶୁଙ୍କର ବଂଶ ହଉଛି ଅବ୍ରାହମଙ୍କର ବଂଶ। ଅବ୍ରାହମଙ୍କ ବଂଶରେ ପ୍ରଭୁ ଯୀଶୁ କଣ ହେଇଥିଲେ? କଣ ହେଇଥିଲେ? ଜନ୍ମ ହେଇଥିଲେ। ମୁଁ ସେଇଟା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏବଂ ଅବ୍ରାହମ ସେଇଟା ମଧ୍ୟ ଆମେ ଟିକେ କମ୍ପ୍ଲିଟ କରିଦେବା। ଆଉ ସେଇ ମାନେ 22 ଅଧ୍ୟାୟ ତାର 18 ପଦ ଆଉ ଟିକେ ପଢିବା। ପୁଣି ପୃଥିବୀସ୍ଥ ସମସ୍ତ ଜାତି, ସମସ୍ତ ଜାତି ତୁମର ବଂଶ ଦ୍ୱାରା, ତୁମର ବଂଶ ଦ୍ୱାରା ଅର୍ଥାତ୍ ପ୍ରଭୁ ଯୀଶୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ଆଶୀର୍ବାଦ ପ୍ରାପ୍ତ ହେବେ। କାହିଁକି? ଯେହେତୁ ତୁମ୍ଭେ ଆମର ବାକ୍ୟ ପାଳନ କରିଅଛ। ଯେହେତୁ ତୁମ୍ଭେ କଣ କରିଛ? ବାକ୍ୟ ପାଳନ। ତେବେ ଅବ୍ରାହମ ବାକ୍ୟ ପାଳନ କରିଥିବାରୁ, ଗୋଟେ ବାଧ୍ୟ ମଣିଷ ହୋଇଥିବାରୁ, ସେ ବାଧ୍ୟ ମଣିଷର ବଂଶରେ ପ୍ରଭୁ ଯୀଶୁ କଣ ହେଇଥିଲେ? ଜନ୍ମଗ୍ରହଣ କରିଥିଲେ। ଏ ଦୁନିଆକୁ ଆସିଥିଲେ, ମାନେ ନର ରୂପୀ ହୋଇ ଦୁନିଆକୁ ଆସିଥିଲେ, ଯେପରିକି ସବୁ ପୃଥିବୀର ସବୁ ବଂଶ ଏବଂ ପୃଥିବୀର ସବୁ ଜାତି କଣ ପ୍ରାପ୍ତ ହେବେ? ଆଶୀର୍ବାଦ ପ୍ରାପ୍ତ ହେବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ମାରନାଥା। ତେବେ ଦେଖନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନଙ୍କୁ କହିବାକୁ ଚାହୁଁଛି ବହୁ ଜାଗ୍ରତରେ ଆପଣମାନେ ବି ଶୁଣନ୍ତୁ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି ମାନେ ଅବ୍ରାହମ ଜଣେ ମାନେ ଭଲ ବିଶ୍ୱାସୀ ଥିଲେ। ଖାଲି ବିଶ୍ୱାସୀ ଥିଲେ ତାହା ନୁହେଁ, ତାଙ୍କର ବିଶ୍ୱାସ ଯେମିତି ଥିଲା ତାଙ୍କର କର୍ମ ମଧ୍ୟ ସେମିତି ଥିଲା। ଏଇଠି ଆମେ ଦେଖିଲୁ 18 ପଦରେ, ଯେହେତୁ ତୁମ୍ଭେ ଆମର କଥା ପାଳନ କରିଅଛ, ତୁମର ଅଦ୍ୱିତୀୟ ପୁତ୍ରଙ୍କୁ ମଧ୍ୟ ଦାନ କରିବାକୁ ମନା କରି ନାହଁ, ଆଉ ମଧ୍ୟ ମୋ କଥା ମାନିଅଛ ବୋଲି କହିଲେ। ଆପଣଙ୍କୁ ଆଉ ଗୋଟେ କଥା ମଧ୍ୟ କହିବି। ଅବ୍ରାହମ ସେ କଣ କରିଥିଲେ ନା ତାଙ୍କର ଉର ଦେଶରୁ ମାନେ ସେ ବାହାରି ଆସିଥିଲେ। ଆଉ ମଧ୍ୟ ମାନେ ତାଙ୍କର ଜ୍ଞାତି, ତାଙ୍କର କୁଟୁମ୍ବ, ତାଙ୍କର ଜମିବାଡି, ତାଙ୍କର ଘର ଦ୍ୱାର, ତାଙ୍କର ମାତା ପିତା ସମସ୍ତଙ୍କୁ ପରିତ୍ୟାଗ କରି
ଯେଉଁ ଦେଶ ଯେଉଁ ସ୍ଥାନ ପ୍ରଭୁ ପରମେଶ୍ୱର ତାଙ୍କୁ ଦେଖେଇଥିଲେ ସେଇ ସ୍ଥାନକୁ ଯିବା ପାଇଁ ମଧ୍ୟ ସବୁ କିଛି ପରିତ୍ୟାଗ କରି ସେ ବାହାରି ଚାଲି ଯାଇଥିଲେ। କିଏ? ଅବ୍ରାହମ। କେତେ ପ୍ରଭୁଙ୍କ ଉପରେ କେତେ ଭରସା, କେତେ ବିଶ୍ୱାସ, କେତେ ଶ୍ରଦ୍ଧା, କେତେ ଭକ୍ତି ଦେଖନ୍ତୁ ତାଙ୍କର। ମାନେ ଏଇଟା ତ ହେଲା କିନ୍ତୁ ଶେଷରେ ବୁଢା ବୟସରେ ଗୋଟିଏ ବୋଲି ପୁଅ ଦେଇଥିଲେ, ଆଉ ସେଇ ପୁଅକୁ ମଧ୍ୟ ସେ ମାନେ ବଳିଦାନ କରି ଉତ୍ସର୍ଗ କରିଦେଇଥିଲେ ପିତାଙ୍କ ଉଦ୍ଦେଶ୍ୟରେ। ମାନେ ଆଉ ସେଠି 22 ଅଧ୍ୟାୟର 1, 2, 3 ପଦ ଲେଖା ହେଇଛି, ତୁମେ ଯାହାକୁ ଅତି ସ୍ନେହ କର, ବେଶୀ ପ୍ରେମ କର, ସେଇ ପୁତ୍ରକୁ ଦିଅ। ଏତିକି ଯଦି କହିଥିଲେ କିଏ ଜାଣେ ଇସ୍ମାଇଲକୁ ଦେଇ ଦେଇଥାନ୍ତେ। ସେଠି ଆଉ ଥରେ ଲେଖା ହେଇଛି, ତୁମେ ଯାହାକୁ ଅତି ସ୍ନେହ କରୁଛ ତମର ଅଦ୍ୱିତୀୟ ପୁତ୍ର ଇସ୍ହାକ ବୋଲି ମଧ୍ୟ ନାମ ଧରି କହିଲେ। ତେଣୁକରି ସେ ମାନେ ଯାହାକୁ ବେଶୀ ପ୍ରେମ କରୁଥିଲେ ସେଇ ପୁତ୍ରକୁ ମଧ୍ୟ ଦେବା ପାଇଁ ସେ ଅସମ୍ମତ ପ୍ରକାଶ କରିନଥିଲେ, ସେ ଅରାଜି ହୋଇନଥିଲେ, ସେ ରାଜି ହେଇଯାଇଥିଲେ, ନେଇ ଯାଇଥିଲେ। ମରିଆ ପର୍ବତ ତାଙ୍କୁ ବାନ୍ଧି ଦେଇଥିଲେ, ନିଆଁ ମାନେ ଜଳେଇବା ପାଇଁ କାଠ ସଜାଡି ସାରିଥିଲେ, ତାଙ୍କୁ ଖାଲି ବଧିବା, ତାଙ୍କୁ ମାରିବାରେ ହିଁ ବାକି ଥିଲା। ଖଣ୍ଡା ମଧ୍ୟ ଉଠାଇ ସାରିଥିଲେ। ହାଲେଲୁୟା, ମାରାନାଥା। ତେବେ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ପ୍ରିୟ ମୋର ଭାଇ ଭଉଣୀ ମାନେ, କେତେ ଭଲ ବିଶ୍ୱାସୀ। ସେଇଥିପାଇଁ ଅବ୍ରାହମଙ୍କ ବିଷୟରେ ଲେଖା ହେଇଛି, ସେ ବିଶ୍ୱାସୀ ମାନଙ୍କର ଆଦି ପିତା। କିଏ ପିତା? କିଏ? କାହାର? ଅବିଶ୍ୱାସୀ ମାନଙ୍କର ପିତା ନୁହନ୍ତି ସେ। ଏଇଟା ମନେ ରଖିଥାନ୍ତୁ। ଅବାଧ୍ୟ ମାନଙ୍କର ସେ ପିତା ନୁହନ୍ତି, ସେ ବାଧ୍ୟ ଲୋକ ମାନଙ୍କର ପିତା ଅଟନ୍ତି। କିଏ? ଅବ୍ରାହମ। ଏମିତି କି ଗାଲାତୀୟରେ ମଧ୍ୟ ଲେଖା ଯାଇଛି 3:23, 3:26 ଏସବୁରେ ଲେଖା ହେଇଛି। ଶେଷ ପଦ ବି ଯଦି ପଢିବେ, ପଢନ୍ତୁ ଟିକେ ପଢନ୍ତୁ 3:23 କିମ୍ବା 3:26 ଟିକେ ପଢିବେ। ଗାଲାତୀୟ। କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା କରିବା ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ। ସନ୍ତାନ ହୋଇଛ। ତାପରେ ତାର ଶେଷ ପଦ, ସେ ଅଧ୍ୟାୟର ଶେଷ ପଦ ଆଗକୁ ପଢ। ଶେଷ ପଦ କଣ? ଆଉ ଯଦି ତୁମେମାନେ ଖ୍ରୀଷ୍ଟଙ୍କର, ତେବେ ତୁମେମାନେ ତ ଅବ୍ରାହମଙ୍କର ବଂଶ। ତୁମେ ତ କାହାର ବଂଶ? ଅବ୍ରାହମ। ଦେଖ, ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ସେମାନେ ଈଶ୍ୱରଙ୍କର ପୁତ୍ର କନ୍ୟା ମଧ୍ୟ ଅଟନ୍ତି। ପୁଣି ଯୋଉମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଅବ୍ରାହମଙ୍କର ପୁତ୍ର କନ୍ୟା ମଧ୍ୟ ଅଟନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେବେ ମୁଁ ଏବେ ଆପଣମାନଙ୍କୁ ଆଉ ଅନେକ କଥା କହିବାକୁ ଥିଲେ ମଧ୍ୟ ମାନେ ମତେ ସମୟ ଅଭାବରୁ ଅଧା କହିକି ମୁଁ ଆଗକୁ ବଢି ଚାଲୁଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଏବେ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ଏମାନେ ମାଥ୍ୟୁ ପୁସ୍ତକ ହଉଛି ମାଥ୍ୟୁ ଲିଖିତ ସୁସମାଚାର ହଉଛି ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ ବୋଲି 1 ଅଧ୍ୟାୟର 1 ପଦରେ ଲେଖା ହେଇଛି। ସେ ବହିର ନାମ ହଉଛି ଯୀଶୁ ଖ୍ରୀଷ୍ଟଙ୍କର କିଭଳି? ଯୀଶୁ ଖ୍ରୀଷ୍ଟଙ୍କର 2ଟା ବାପାଙ୍କର ନାମ ଲେଖା ହେଇଛି। ଅର୍ଥାତ୍ ସେ ତାଙ୍କର 2ଟା ବାପା, ଗୋଟେ ମା ସେମିତି ନାହିଁ, କିନ୍ତୁ ମାନେ ଅବ୍ରାହମଙ୍କର ପୁତ୍ର ହଉଛନ୍ତି ଦାଉଦ। ଦାଉଦଙ୍କର ପୁତ୍ର ଏମିତି କେତେ ଅଛନ୍ତି, କିନ୍ତୁ ସେଇ ବଂଶରେ, ଦାଉଦ ବଂଶରେ ମଧ୍ୟ ପ୍ରଭୁ ଯୀଶୁ ଏ ଦୁନିଆକୁ ଆସିଥିଲେ। ହାଲେଲୁୟା। କେହି ଜଣେ ବି ରୋମିଓ 1 ଅଧ୍ୟାୟ 3 ପଦ ଟିକେ ପଢନ୍ତୁ। କିଏ ଟିକେ ପଢିବେ କି? 1:3। ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ, ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ, ଆତ୍ମା ସମ୍ବନ୍ଧରେ ନାହିଁ, ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ। ଦେଖିଲେ, କାହା ଜାତ? ଦାଉଦଙ୍କ ବଂଶଜାତ। ଏଠି ପାଉଲ ମଧ୍ୟ ଲେଖୁଛନ୍ତି, ଯୋଉଟା କି ମାନେ ସାରାଂଶରେ ଗୋଟିଏ ବାକ୍ୟରେ ମାଥ୍ୟୁ 2ଟା କଥା ଲେଖିଦେଲେ। ଏଇଠି ପାଉଲ ଗୋଟିଏ କରିକି ସେ ଲେଖୁଛନ୍ତି, ମାନେ ଶରୀର ସମ୍ବନ୍ଧରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଦାଉଦଙ୍କର ବଂଶଜାତ। ଦାଉଦଙ୍କ ବଂଶରେ ସେ ଜାତ ହୋଇଥିଲେ, ଦାଉଦଙ୍କ ବଂଶରେ ସେ ଜନ୍ମ ଗ୍ରହଣ କରିଥିଲେ। ତେବେ ମୁଁ ଆପଣମାନଙ୍କୁ ଏ ସବୁ କଥା କାହିଁକି କହିଲି ନା,
ମାନେ ଯୋଉମାନେ ସେଇ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଯୋଉମାନେ ଯୀଶୁଙ୍କୁ ଗ୍ରହଣ କରନ୍ତି, ସେମାନେ ଅବ୍ରାହମଙ୍କର ବଂଶଜାତ ବି ହୁଅନ୍ତି, ସେମାନେ ଦାଉଦଙ୍କ ବଂଶଜାତ ମଧ୍ୟ ହୁଅନ୍ତି। ଆଉ ସେତିକି ବି ନୁହେଁ, ସେମାନେ ଖ୍ରୀଷ୍ଟ ଯୀଶୁଙ୍କ ଲୋକ ହୁଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା, ଗ୍ରହଣ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କର ପୁତ୍ର କନ୍ୟା ମଧ୍ୟ ହେଇପାରନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ମାରାନାଥା। ଆପଣ ମାନଙ୍କୁ ଏବେ ମୁଁ ଟିକେ ମାନେ ମାଥ୍ୟୁ ଲିଖିତ ସୁସମାଚାର ଟିକେ ଜମ୍ପ କରିକି ଆଉ ଗୋଟେ ସୁସମାଚାରକୁ ଆପଣ ମାନଙ୍କୁ ନେଇଯିବାକୁ ଚାହିଁବି। ମାଥ୍ୟୁ ଉପରେ କଣ ଅଛି? ମାର୍କ, ତାର ମୁଁ କେତେ କେତେ ପଦ କେତେ ଅଧ୍ୟାୟ କହିଥିଲି? 1 କେତେ? 1 ଟିକେ ପଢନ୍ତୁ। 1 ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ଆରମ୍ଭ। ଦେଖ ସେଠି ଲେଖା ଅଛି ଯୀଶୁ, ମାନେ ଆଉ ଥରେ ପଢ। ଈଶ୍ୱରଙ୍କ ପୁତ୍ର ଯୀଶୁ ଦେଖ ସେଠି ସେଠି ଆମେ ଦେଖିଲୁ ମାନେ ମାଥ୍ୟୁରେ ଅବ୍ରାହମଙ୍କର ପୁତ୍ର ଦାଉଦଙ୍କ ପୁତ୍ର ଦେଖିଲୁ। ମାର୍କରେ ଆମେ ଦେଖୁଛୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଈଶ୍ୱରଙ୍କ ପୁତ୍ର। କାହାର ପୁତ୍ର? ଆଉ ଥରେ ପଢନ୍ତୁ, ଆରମ୍ଭ କରନ୍ତୁ। ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ଆରମ୍ଭ। ମାନେ କଣ ଆରମ୍ଭ? ସୁସମାଚାର। ମାନେ ସୁସମାଚାର ମାନେ କଣ? ଭଲ ଖବର, ଆଚ୍ଛା ଖବର, ମାନେ ସୁସମାଚାର ବୋଲିକି ସେଠି ଲେଖା ହେଇଛି। ତେଣୁକରି ମୁଁ ଆପଣ ମାନଙ୍କୁ ସେ ସୁସମାଚାର କଣ, ସେ ଭଲ ଖବର କଣ, ସେ ଗୁଡ ନ୍ୟୁଜ କଣ, ସେ ଗୁଡ ନ୍ୟୁଜ ଟା ପରେ ପରେ ଆପଣ ମାନଙ୍କୁ କହିବି। ମାନେ ଯୀଶୁଙ୍କ ଠାରେ ପାପ କ୍ଷମା ଅଛି, ଯୀଶୁଙ୍କ ଠାରେ ରୋଗ ସୁସ୍ଥତା ଅଛି, ଯୀଶୁଙ୍କ ଠାରେ ସମସ୍ୟାର ସମାଧାନ ଅଛି, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ମୃତ ହେଇଥିଲେ ମଧ୍ୟ ପୁନରୁତ୍ଥାନ ଅଛି, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ସ୍ୱର୍ଗକୁ ଯିବାର ଉପାୟ ଅଛି, ବାଟ ଅଛି। ଲୋକମାନେ କହନ୍ତି ବଡ ଲୋକକୁ ଉତ୍ତର ନାହିଁ ସ୍ୱର୍ଗକୁ ଯିବା ପାଇଁ। କଣ ନାହିଁ? ନିଶୁଣି ନାହିଁ, ସିଡି ନାହିଁ ବୋଲି କହିବେ, ସେଟା ଭୁଲ କଥା। ମାନେ କହିବାକୁ ଗଲେ ବଡ ଲୋକକୁ ଉତ୍ତର ଦେବା କଥା ନୁହଁ ସତ, କିନ୍ତୁ ସ୍ୱର୍ଗକୁ ଯିବାକୁ ସିଡି ଅଛି। କଣ କହିଲି? ସ୍ୱର୍ଗକୁ ଯିବାକୁ ସିଡି ଅଛି। ଏଇଟା ବାଇବଲରେ ବାର ବାର ଥରେ ନୁହେଁ କେତେ ଥର ଲେଖା ହେଇଛି। ଆପଣ ମାନଙ୍କ ମଧ୍ୟରୁ ଜଣେ କେହି ବି ପଢି ଦିଅନ୍ତୁ ଜହନ ଲିଖିତ ସୁସମାଚାର 1 ଅଧ୍ୟାୟ ତାର ଶେଷ ପଦ ଟିକେ ପଢିବେ। ପୁଣି ସେ ତାହାଙ୍କୁ କହିଲେ, କଣ କହିଲେ? ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ତୁମେମାନେ ସ୍ୱର୍ଗକୁ ଉନ୍ମୁକ୍ତ, ମାନେ ସ୍ୱର୍ଗ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ଉପରେ ସେଟା ଦେଖ ଟିକେ ଟିକେ ଗୋଟେ ଉକାର ଆକାର ହେଇଥିଲେ ଆମେ କନଫ୍ୟୁଜ ହେଇଯାଇଥାନ୍ତୁ। ମନୁଷ୍ୟ ପୁତ୍ରଙ୍କ ଉପରେ ଆରୋହଣ ଆରୋହଣ ଓ ଅବତରଣ କରିବା ଦେଖିବା। କରିବା ତମେ ଦେଖିବ। ହେଲେ ମୁଁ ଆପଣ ମାନେ କହିବାକୁ ଚାହୁଁଛି, ମାନେ ମନୁଷ୍ୟ ପୁତ୍ର ହଉଛନ୍ତି ସେ ସିଡି, ଯୋଉ ସିଡିରେ ଲୋକମାନେ ଓହ୍ଲାଉଛନ୍ତି ଏବଂ ଯୋଉ ସିଡି ମାଧ୍ୟମରେ ସ୍ୱର୍ଗକୁ କଣ କରୁଛନ୍ତି? ଚଢୁଛନ୍ତି। ଯୀଶୁ ହଉଛନ୍ତି ସ୍ୱର୍ଗକୁ ଯିବା ସିଡି। ପ୍ରେଜ୍ ଦ ଲର୍ଡ। ଯୀଶୁ ହଉଛନ୍ତି ସ୍ୱର୍ଗକୁ ଯିବା ନିଶୁଣି। ସେଇଥିପାଇଁ ପ୍ରଭୁ ଯୀଶୁ କହିଲେ, ମୁଁ ପଥ ସତ୍ୟ ଏବଂ ମୋ ଦେଇ ନ ଗଲେ କେହି ସ୍ୱର୍ଗକୁ ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ସ୍ୱର୍ଗକୁ ଆଉ ଦ୍ୱିତୀୟ ସିଡି ନାହିଁ, ଗୋଟିଏ ବୋଲି ସିଡି ଅଛି। ସେଇ ସିଡି ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଭଲ ଯୀଶୁ ମସିହ କି? ତେବେ ସେ ଯେ କେବଳ ପ୍ରଭୁ ଯୀଶୁ ଯେ କେବଳ ଅବ୍ରାହମଙ୍କ ସନ୍ତାନ ତାହା ନୁହେଁ, ସେ ଯେ କେବଳ ଦାଉଦଙ୍କ ସନ୍ତାନ। ଦାଉଦ ହଉଛନ୍ତି ଜଣେ ରାଜା, ସେ ଜଣେ ଯୀଶୁ ଯେ ରାଜକୁମାର ଅଟନ୍ତି ତାହା ନୁହେଁ, ଯୀଶୁ ମଧ୍ୟ ଆହୁରି ତାଠୁ ବି ବଡ। ମାର୍କରେ ଦେଖିଲୁ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ହାଲେଲୁୟା। ଅନ୍ୟ ପ୍ରକାର କହିବାରେ ସେ ସ୍ୱୟଂ ଈଶ୍ୱର ଅଟନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ମାରାନାଥା। ଏବେ ଆପଣ ମାନଙ୍କୁ ସେ ସୁସମାଚାର ସେ ଲେଖାଯାଇଛି, ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ଆରମ୍ଭ ବୋଲି ଲେଖା ହେଇଛି। ହାଲେଲୁୟା। ଯୋଉମାନେ ଯୀଶୁଙ୍କୁ ଗ୍ରହଣ କରନ୍ତି, ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଯୋଉମାନେ ଯୀଶୁଙ୍କର କଥା ମାନିକି ଚାଲନ୍ତି, ଆଶୀର୍ବାଦ ଆରମ୍ଭ ହେଇଯିବ। ହାଲେଲୁୟା। ମାନେ
ସୁସମାଜ ଭଲ ସମ୍ବାଦ ଗୁଡ଼ିକ ଘରେ ଆରମ୍ଭ ହେଇଯିବ। ମାନେ କାହାର ପ୍ରମୋସନ ହେଇଯିବ, କିଏ ପରୀକ୍ଷାରେ ପାସ୍ ହେଇଯିବ, କିଏ ସୁସ୍ଥତା ପାଇଯିବ, କାହାର ଜୀବନ ବଦଳିଯିବ, ଗରିବ ଲୋକ ଧନୀ ହେଇଯିବ, ମରିବା ଲୋକ ବଞ୍ଚିଯିବ, ଆଉ ପାପୀ ଲୋକ ଧାର୍ମିକ ହେଇଯିବ, ଧାର୍ମିକ ଲୋକ ଆହୁରି ଅଧିକ ଧାର୍ମିକ ହେଇଯିବ। ହାଲେଲୁୟା। ମାନେ ସେଇଟା ହଉଛି ସୁସମାଚାରର ଆରମ୍ଭ। ଯେ ଯୀଶୁଙ୍କୁ ବିଶ୍ୱାସ କଲା ମାନେ ତାର ଲାଇଫରେ ଖାଲି ବହୁତ ବଢିଆ ବଢିଆ ଜିନିଷ ସବୁ ଆରମ୍ଭ ହେଇଯିବ। ହାଲେଲୁୟା। ସୁସ୍ଥତା ଆରମ୍ଭ ହେଇଯିବ, ପାପ କ୍ଷମା ଆରମ୍ଭ ହେଇଯିବ, ସେ ପାପ ଉପରେ ବିଜୟୀ ହେବାଟା ଆରମ୍ଭ ହେଇଯିବ, ସେ ରୋଗରୁ ସୁସ୍ଥ ହେଇଯିବାଟା ଆରମ୍ଭ ହେଇଯିବ, ସବଳ ହେବାଟା ଆରମ୍ଭ ହେଇଯିବ। ଏଇଟା ହଉଛି ସେଇ ସୁସମାଚାର, ଏଇଟା ହଉଛି ସେଇ ଗୁଡ୍ ନ୍ୟୁଜ୍। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତେବେ ଏବେ ଆପଣ ମାନଙ୍କୁ ମାନେ ଏ ମଝିରେ ଲୁକ ଲିଖିତ ସୁସମାଚାରକୁ ଟିକେ ମୁଁ ଛାଡି ଦଉଛି, ଯେହେତୁ ମତେ ସମୟ ନାହିଁ। ମୁଁ କେତେ ଜଲ୍ଦି ଜଲ୍ଦି କହୁଛି, ଆପଣ ମାନେ ଜାଣିପାରୁଥିବେ, ବୁଝିପାରୁଥିବେ। ଆମେ ସିଧାସଳଖ ମାନେ ଜହନ ତାର 1:1 କୁ ଆମେ ଚାଲିଯିବା। କିଏ ଟିକେ ଦେଖନ୍ତୁ। ଆଦ୍ୟରେ ବାକ୍ୟ ଥିଲେ। ଆଦ୍ୟରେ କଣ ଥିଲେ? ବାକ୍ୟ। ବାକ୍ୟ ଥିଲେ। ତାପରେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ। ବାକ୍ୟ କାହା ସାଙ୍ଗରେ ଥିଲେ? ଈଶ୍ୱରଙ୍କ ସଙ୍ଗରେ। ସେ ସଙ୍ଗରେ ଥିଲେ। ତାପରେ କଣ ହେଲା? ସେଇ ବାକ୍ୟ ଈଶ୍ୱର ଥିଲେ। ସେହି ବାକ୍ୟ ନିଜେ କଣ ଥିଲେ? ସେ ଯେ ମାନେ ଅବ୍ରାହମଙ୍କର ପୁଅ ସେଇଟା ଏକା ନୁହଁ, ସେ ଯେ ଈଶ୍ୱରଙ୍କର ପୁଅ ସେଇଟା ଏକା ନୁହଁ, ସେ ହଉଛନ୍ତି ସ୍ୱୟଂ କଣ ଅଟନ୍ତି? ଈଶ୍ୱର ଅଟନ୍ତି। ତାଙ୍କ ଦ୍ୱାରା ସବୁ କିଛି ହେଲା, ତାଙ୍କ ବିନା ଦୁନିଆରେ କିଛି ସୃଷ୍ଟି ହୋଇନାହିଁ। ସେ ଯୀଶୁ ଗୋଟେ ସାଧାରଣ ଲୋକ ନୁହନ୍ତି, ସେ ମନୁଷ୍ୟ ପୁତ୍ର ବି ଅଟନ୍ତି, ସେ ଈଶ୍ୱରଙ୍କ ପୁତ୍ର ବି ଅଟନ୍ତି, ଆଉ ସେ ସ୍ୱୟଂ ଈଶ୍ୱର ବା ପରମେଶ୍ୱର ଅଟନ୍ତି। ହାଲେଲୁୟା। ଭଲ ଯୀଶୁ ମସିହ କି ମାରନାଥା। ତେବେ ଯୋଉମାନେ ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି, ମାରନାଥା ବୋଲି କହିଦେଲେ ଭୁଲ ହେଇଯିବ। କାହିଁକି ନା ଯୀଶୁ ଯଦି ମାରନାଥା ବୋଲେ ଆସ ପ୍ରଭୁ ବୋଲି କରି ସେ ଆସିଗଲେ, ଏ ଲୋକଟା ବର୍ବାଦ ହେଇଯିବ, ସ୍ୱର୍ଗ ରାଜ୍ୟକୁ ଯାଇପାରିବ ନାଇଁ। ତେଣୁକରି ଆମେ ଯୋଉ ମାରନାଥା ବୋଲି ଯଦି କହୁଛୁ, ଆମେ ପ୍ରସ୍ତୁତ ହେଇକିରି କହିବା। ଯଦି ପ୍ରସ୍ତୁତ ନ ହେଇକିରି କହିଦଉଛୁ, ଏଇଟା ଗୋଟେ ଅଭ୍ୟାସଗତ ଖେଳ ମାତ୍ରେ କହିଦେଲେ ମାନେ ଚଳିବ ନାହିଁ। ପ୍ରସ୍ତୁତ ହେଇକି